ହ୍ୟାଲୋ, ହାଏ, ନମସ୍କାର। ମୁଁ ଅନୁପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଉ ଏକ ଫ୍ରେଶ୍ ଭିଡ଼ିଓରେ। ଦେଖିପାରୁଥିବେ ସକାଳୁ ସକାଳୁ ରେଡ଼ି ହେଇକି ମୁଁ ପଳେଇ ଆସିଲି ମାର୍କେଟ। ପଛରେ ଦେଖିପାରୁଥିବେ ବହୁତ କୁହୁଡ଼ି ଅଛି। ତ ମୁଁ ମାର୍କେଟ ଆସିବାର କାରଣ କ'ଣ କି ଆଜି ଟିକେ ମଟନ ନେଇକି ରୋଷେଇ କରିବା। ତ ମୁଁ ଏବେ ଗାଡ଼ି ଧରିକି ବାହାରି ଯାଉଛି ମଟନ ଦୋକାନକୁ। ମଟନ ଯାଇକି ଦେଖିବା ମଟନର କ୍ୱାଲିଟି ଆଜି କ'ଣ ଅଛି। କାରଣ ବେଳେବେଳେ ମଟନ ଆଣିବାକୁ ଯାଇଥାଉ କ୍ୱାଲିଟି ବାଗ ଲାଗେନି, ସେଥିପାଇଁ ପଳେଇ ଆସୁ। ଆଜି ଦେଖିବା ମଟନର କ୍ୱାଲିଟି କ'ଣ ଅଛି, ଯାଇକି ଆଣିବା। ତ ଦେଖିପାରୁଥିବେ ମୁଁ ଏବେ ରାସ୍ତାରେ ଆସିକି ପହଞ୍ଚିଗଲି ମଟନ ଦୋକାନରେ। ମୋତେ ମଟନର କ୍ୱାଲିଟି ଆଜି ଠିକ୍ ଠାକ୍ ଲାଗିଲା। କ୍ୟାମେରାରେ ଆପଣଙ୍କୁ ଦେଖା ବି ଯାଉଥିବ ଯେ ମଟନଟା ଆଜି ଟିକେ ଭଲ ଅଛି। ତ ମୋର ଯାହା ଯାହା ପିସ୍ ଦରକାର ତ ସେଇ ପିସ୍ ବି ଆଜି ଥିଲା ତାଙ୍କ ପାଖରେ। ସେ ଅନୁସାରେ ମୁଁ କହିଦେଇଛି ସେ ଭାଇଙ୍କୁ ଯେ ଏଇ ପିସ୍ ମୋର ଦରକାର, ଆଉ ଟିକେ ଚର୍ବି ଦେବେ ତା ଦେହରେ। କାରଣ ଚର୍ବିଟା ତରକାରୀରେ ପଡ଼ିଲେ ଆଉ ଟିକେ ଟେଷ୍ଟ ଅଧିକ ଲାଗେ। ତ ଯାହା ଯାହା ପିସ୍ ଦରକାର ସେଇ ହିସାବରେ ଆମର ୱେଟ୍ ହେଉଛି। ୱେଟ୍ ହେଲା ପରେ ତାକୁ ଭଲସେ କଟିଂ କରିକି ଭାଇ ଆମର ଦେବେ। ଦେଖିପାରୁଥିବେ ୱେଟ୍ ଆମର କରାହେଇଗଲା। ତ ୱେଟ୍ ଏବେ ସରିଗଲା, ଆମର ଯେତିକି ଦରକାର ସେତିକି ମିଳିଗଲା ଆମକୁ। ତାପରେ ଭାଇ ଏବେ କଟିଂ କରିବେ। ଦେଖନ୍ତୁ ଭାଇ ପୁରା ଲାଗି ପଡ଼ିଲେ କଟିଂରେ। ତାଙ୍କୁ ମୁଁ କହିଲି ବେଶୀ ଛୋଟ ପିସ୍ କରିବନି, ମିଡ଼ିୟମ୍ ପିସ୍ କରିବେ। ତ ଖାଇବା ପାଇଁ ଭଲ ଲାଗିବ, ତରକାରୀର ଲୁକ୍ସଟା ବି ଭଲ ଆସେ। ତ ସେଇ ଅନୁସାରେ ଭାଇ ଆମର ପିସ୍ କରିବାରେ ଲାଗିଗଲେ। ଏବେ କଟିଂ ଫଟିଂ ସାରି ଦେଇକି ଆକୁ ନେଇକି ଯିବାକୁ ପଡ଼ିବ ରୁମ୍କୁ। ଗୁନୁ ରୋଷେଇ କରିବ। ତ କଟିଂ ଏବେ ମୋର ସରିଗଲା, ରେଡ଼ି ବି ହେଇଗଲା, ପ୍ୟାକ୍ ବି ହେଇଗଲା। ତ ଫାଇନାଲି ମୋ ହାତକୁ ବି ଏବେ ପଳେଇ ଆସିଲା ମଟନଟା। ଧରିକି ଏବେ ଯିବା। ତ ଧରିକି ଯିବା ପୂର୍ବରୁ ଆଉ ବି କିଛି ମୋର ମାର୍କେଟିଂ କରିବାର ଅଛି। କିଛି ଜିନିଷ ସରିଯାଇଥିଲା ରୁମ୍ରେ। ତ ଟମାଟୋ, ଅଦା, ରସୁଣ, ପିଆଜ ଏଇଭଳିଆ କିଛି ଜିନିଷ ବି ମୁଁ କିଣିଦେଲି, ଯେଉଁଟାକି ମଟନରେ ଦରକାର ପଡ଼ିବ ରୋଷେଇ କଲାବେଳେ। ଆକୁ ଧରିକି ଏବେ ମୁଁ ଚାଲିବି ରୁମ୍କୁ। ତ ଫାଇନାଲି ମୁଁ ଆସିକି ଶେଷରେ ରୁମ୍ ତଳେ ପହଞ୍ଚିଗଲି। ଦେଖିବା ଏବେ ରୁମ୍ରେ କ'ଣ କରୁଛି ଗୁନୁ। ଆକୁ ଧରିକି ମୁଁ ଉପରକୁ ଯାଉଛି। ତାକୁ ଏପର୍ଯ୍ୟନ୍ତ କହିନି ଯେ ମୁଁ ମଟନ ଧରିକି ଆସିଛି ବୋଲି। ଦେଖିବା କ'ଣ କରୁଛି। ଦେଖନ୍ତୁ ମୁଁ ଏବେ ସିଡ଼ିରେ ଯାଉଛି। ମୁଁ ରୁମ୍କୁ ଆସିଲା ବେଳକୁ ଗୁନୁ ନାହିଁ। ଗୁନୁ ୱାସରୁମ୍ ଯାଇଛି। ତ ମୋତେ ମଟନଟାକୁ ଘର ଭିତରେ ଥୋଇକି ଲକ୍ କରିକି ଯିବାକୁ ପଡ଼ିବ, ନହେଲେ ବିଲେଇ ସବୁ ଖାଇଦେବ। ତାକୁ ଲକ୍ କରିକି ମୁଁ ମୋର ଯିବି। ତଳେ ଏବେ ଥୋଇଦେଲି। ଏବେ ମୁଁ ଲକ୍ଟା କରିଦେଇକି ମୁଁ ମୋ ଡ୍ୟୁଟିକି ପୁଣି ଫେରିଯିବି। ଗୁନୁ ନାହିଁ, ବେଡ଼ରୁମ୍କୁ ଟିକେ ଆସିଥିଲି, ଯାଉଛି ଏବେ। ଏବେ ତା ଡ୍ୟୁଟି ସେ ରୋଷେଇ କରିବ। ଦେଖନ୍ତୁ ମୁଁ ବର୍ତ୍ତମାନ ମଟନ ପୁରା ଧୋଇକି ଭଲସେ ରେଡ଼ି କରିଦେଇଛି। ତାକୁ କେମିତି କ'ଣ ମ୍ୟାରିନେଟ୍ କରିବା ସେଇଟା ମୁଁ ଆପଣଙ୍କୁ ଜଣେଇବି। ଫାଷ୍ଟ ପିଆଜଟା କାଟିଦେଲି। କିଛି ପିଆଜ ପକେଇକି ଆମେ ଯଦି ପ୍ରେସରରେ କିଛି ସିଟି ମାରୁଛେ, ମଟନର ଯେଉଁ ଆଇଁଷ ସ୍ମେଲ୍ଟା କିଛି ରହିବନି, ବହୁତ ଟେଷ୍ଟ ଲାଗିବ। ଦେଖନ୍ତୁ ପିଆଜ କାଟି ପକେଇଦେଲି। ତାକୁ ମ୍ୟାରିନେଟ୍ କରିବା ବର୍ତ୍ତମାନ। ଲୁଣ ଟିକେ ପଡ଼ିଲା, ହଳଦୀ ଟିକେ ପଡ଼ିବ। ବାସ୍ କ୍ୱାଣ୍ଟିଟି ଅନୁସାରେ ହଳଦୀ ପକେଇବା, ଅଧିକ ପକେଇବାର ନାହିଁ, ଯେହେତୁ ମସଲାରେ ଆଉ ଟିକେ ହଳଦୀ ପଡ଼ିବ। ଦେନ୍ ସୋରିଷ ତେଲ ଟିକେ ପଡ଼ିଲା। ବାସ୍ ତାକୁ ପୁରା ଭଲସେ ମ୍ୟାରିନେଟ୍ କରିନେବା। ବାସ୍ ଗୋଳାଗୋଳି କାର୍ଯ୍ୟକ୍ରମ ଆରମ୍ଭ ହେଲା। ଆକୁ ପ୍ରେସରରେ ପୁରା ଭଲସେ ରଖିକି ଗୋଟେ ସିଟି ମାରିବା। ଅଧିକ ସିଟି ମାରିବା କିଛି ଦରକାର ନାହିଁ। ଗୋଟେ ସିଟି ମାରିକି ଫାଷ୍ଟ ଦେଖିବା, ଗୋଟେ ସିଟି ମାରିକି ବାସ୍ ପ୍ରେସରରେ ଦେଖନ୍ତୁ ସବୁ ମଟନ ତାକୁ ଦେଇଦେଲି। ତାପରେ ତାକୁ କଭର୍ କରି 5-10 ମିନିଟ୍ ଛାଡ଼ିଦେବା। ଦେଖିବା ସିଟିଟା ଆଇଦର 5 ମିନିଟ୍ରେ ଦେଇପାରେ ଅର୍ 10 ମିନିଟ୍ ଦେଇପାରେ। ଆପଣଙ୍କର ଯଦି ଗ୍ୟାସ୍ଟାକୁ ସିମ୍ରେ ରଖିଥିବେ ମିନିମମ୍ 10 ମିନିଟ୍ ଲାଗିବ, ନହେଲେ 5 ମିନିଟ୍ରେ ହେଇଯିବ। ବାସ୍ ଦେଖିବା, ହଁ ଆପ୍ରୋକ୍ସିମେଟଲି ହେଇଗଲାଣି। ଟିକେ ପାଣି ଅଛି, ସେ ପାଣିଟାକୁ ଶୁଖେଇଦେବା। ଏପଟେ ଆଳୁ ଭଜା ଆମର ଚାଲିଛି। ଆଳୁଟା ଦେଖନ୍ତୁ ପୁରା ବ୍ରାଉନ୍ କଲର୍ ହେବା ପର୍ଯ୍ୟନ୍ତ ଭାଜିବେ। ମୋର ପାଖାପାଖି ଆଳୁ ହେଇ ଆସିଲାଣି, କାଢ଼ିଦେଲି। ବର୍ତ୍ତମାନ ଟମାଟୋ କାଟିକି ରଖିଛି, ଅଦା, ରସୁଣ, ପିଆଜ ଏସବୁ ଛଡ଼ା ହେଇକି ଅଛି। ଏପଟେ ଦେଖୁଛନ୍ତି ଗୋଟା ରସୁଣଟେ ଅଛି। ହଁ ବାସ୍ ପିଆଜ ଏପଟେ ହେଇଗଲା ବ୍ରାଉନ୍। ଆଧିରେ ଅଦା ରସୁଣ ଯେଉଁ ପେଷ୍ଟ କରି ରଖିଥିଲି ଦେଇଦେବା। ଅଦା ରସୁଣ ପେଷ୍ଟ ଦେଇଦେଲା ପରେ ତା ଦେହରେ ଯେଉଁ କଟା ହେଇକି ରଖିଥିବା ଟମାଟୋ ତାକୁ ବି ମଧ୍ୟ ଦେବା। ଅଦା ରସୁଣ ପେଷ୍ଟ ପଡ଼ିଗଲା। ପେଷ୍ଟ ତ ନୁହେଁ, ଆକୁ ଗ୍ରାଇଣ୍ଡିଙ୍ଗ କରାହେଇଛି, କିନ୍ତୁ ଅଧା ଅଧା, ଯେଉଁଟାକି ପୁରା ପ୍ଲେନ୍ କରିବେନି। ପ୍ଲେନ୍ କଲେ ମସଲାର ଯେଉଁ ଟେଷ୍ଟଟା କମିଯିବ। ବାସ୍ ଟମାଟୋ ଦେଇଦେଲି, ପୁରା ଲାଲ ଟମାଟୋ। ଯେଉଁ ଗୋଟା ରସୁଣ ରଖିଥିଲି ତାକୁ ବି ଦେଇଦେଲି। ବର୍ତ୍ତମାନ କିଛି ସମୟ ଘଣ୍ଟା ଘଣ୍ଟି କରିଦେବା। ତାପରେ ଦେଖିବା କ'ଣ ହେଉଛି। ହେଇଗଲା ମସଲା। ତା ଦେହରେ ଦେଇଦେବା ଟିକେ ଆମର ମଟନ ମସଲା ଟିକେ ଦିଆ ହେଇଗଲା। ଏପଟେ ରେଡ୍ ଚିଲି ଟିକେ,
ଆଉ ଧନିଆ ପାଉଡର ଟିକେ ବି ପଡି ଯାଇଛି। ବର୍ତ୍ତମାନ ତାକୁ ଟିକେ ଗୋଳା ଗୋଳି କରି ଘଣ୍ଟା ଖଣ୍ଡି କରିଦବା। ବାସ୍ ଦେଖନ୍ତୁ ମସଲାଟା କେମିତି କଲର ଆସିଛି। ଲାଇଟ୍ ଟିକେ କମ ଅଛି ଯୋଉଥିପାଇଁ କଲରଟା ଜଣା ପଡୁନି, ନହେଲେ ବହୁତ ଓବାଲିଆ କଲର ହେଇଛି। ବାସ୍ ଦେଖନ୍ତୁ ତେଲ ଛାଡି ଆସିଲାଣି ମସଲାରୁ। ବହୁତ ଭଲସେ ତେଲ ଛାଡି ଆସିଲାଣି। ଏପଟରେ ମଟନ ଟାକୁ ପକେଇଦବା ସେଥିରେ। ସବୁତିକ ମଟନ ପକେଇଲା ପରେ ଦେଖିବା କଣ କେମିତି ହଉଛି। ବର୍ତ୍ତମାନ ମଟନ ଟା ଢାଳିଲି। ପ୍ରେସରରୁ ଢାଳିବା ଟିକେ କଷ୍ଟ, ତାରେ ଅଧା ଅଧା ରହିଯାଉଛି ପ୍ରେସର ଭିତରେ। ହଁ ବାସ୍ ଘଣ୍ଟା ଖଣ୍ଡି କରିଦବା। କରିକି ଆକୁ ଗୋଳେଇକି କିଛି ସମୟ ଛାଡିଦବା। ବାସ୍ ଘଣ୍ଟା ଘଣ୍ଟି ହେଲା, ପୁରା ଭଲସେ ଘାଣ୍ଟିବେ, ନହେଲେ ତଳଟା ଯଦି ଲାଗିଯିବ ମସଲା ଟେଷ୍ଟ ରହିବନି। 15 ମିନିଟ୍ ପାଇଁ ଛାଡିଦବା। 15 ମିନିଟ୍ ପରେ ଦେଖିବା କଣ କେମିତି ହେଇଛି। ବାସ୍ ହେଇଗଲା 15 ମିନିଟ୍। ବର୍ତ୍ତମାନ ଦେଖନ୍ତୁ ମତେ ତ ଲୁକ୍ସ ଲାଗୁଛି ମଟନ ଟା ସିଝି ଯାଇଥିବ। ତା ଦେହରେ ଆଳୁ ଟିକେ ପକେଇଦେଲି, ଯୋଉଟା ଭାଜିକି ରଖିଥିଲି। ଅଧା ଅଧି ମଟନ ପ୍ରାୟ ସିଝି ଯାଇଛି। ତାପରେ ଆଳୁ ତ 10 ମିନିଟରେ ସିଝିଯିବ। ଆଳୁଟା ଲାଷ୍ଟକୁ ମୁଁ ପକେଇଲି, ଯେହେତୁ ଘୋଡେଇକି ମୁଁ ଆଳୁଟା ଭାଜିଥିଲି। ଘାଣ୍ଟିଲି ପୁରା ଭଲସେ। ମସଲା ତଳୁ କେବେ ବି ଲାଗିବା ପାଇଁ ଦେବେ ନାହିଁ, ନହେଲେ ମଟନ ଟେଷ୍ଟ ପୁରା ଖରାପ ହେଇଯିବ। ବାସ୍ ଆକୁ କିଛି ସମୟ ଢାଙ୍କିକି ଛାଡିଦବା। ମାତ୍ର 10 ମିନିଟ୍ ଛାଡିଦବା, ଅଧିକ ସମୟ କିଛି ଆବଶ୍ୟକ ନାହିଁ। 10 ମିନିଟ୍ ଛାଡିଦବା। ଦେଖନ୍ତୁ 10 ମିନିଟ୍ ପରେ ଦେଖିବା କେମିତି କଣ ହେଇଛି। ଆଳୁ ତ ପ୍ରାୟ ସିଝି ଆସିଲାଣି ମତେ ଲାଗୁଛି ଯେତିକି। ଦେଖିବା ସିଝିଛି କି ନା ନାହିଁ ଟିକେ ଦେଖିଦବା ଖଡିକାରେ। ଫୁଟୁଛି ପୁରା, ଦେଖନ୍ତୁ ପୁରା ଭଲସେ। ତେଲ ଗୁଡା ସବୁ ଉପରକୁ ପଳେଇ ଆସିଲା। ଏପଟେ ଟିକେ ଗରମ ପାଣି ଟିକେ ଦେଇଦବା, ରଖିଥିଲି। ଗରମ ପାଣି ଦେଇଦେଲା ପରେ ତାକୁ ଟିକେ ଭଲସେ ଘଣ୍ଟା ଖଣ୍ଡି କରିଦବା। ଘଣ୍ଟା ଖଣ୍ଡି କରିକି ଦେଖିବା କଣ କେମିତି ହେଇଛି ତରକାରୀ। ବାସ୍ ଘଣ୍ଟା ଖଣ୍ଡି ହେଇଗଲା, ଯେହେତୁ ପୁରା ତରକାରୀ ପୁରା ହବା ହବା ହେଇଗଲାଣି। ହବା ନୁହଁ ପୁରା ହେଇ ଆସିଲାଣି। ଖାଲି ଗରମ ମସଲା ଟିକେ ଦେଇ ତାପରେ ଓହ୍ଲେଇଦବା, ଖାଲି ଖାଇବା ଆଉ କେମିତି କଣ ଲାଗୁଛି। ଦେଖନ୍ତୁ ତରକାରୀ ଲୁକ୍ସ ଦେଖନ୍ତୁ ପୁରା ଭଲସେ ହେଇଗଲାଣି। ଯଦି ଆପଣଙ୍କୁ ଏ ମଟନ ରୋଷେଇ ରେସିପିଟା ଭଲ ଲାଗିଥିବ, ଲାଇକ୍ କରିବେ, ସେୟାର କରିବେ, କମେଣ୍ଟ କରିବାକୁ ଭୁଲିବେନି। ଖାଇକି ଦେଖେଇବା। ଦେଖନ୍ତୁ ବର୍ତ୍ତମାନ ମୁଁ ନିଜେ ବି ଖାଉଛି। ଫାଷ୍ଟ ମୁଁ ଟେଷ୍ଟ କରିବି ଆଜି। ପୁରା ତା ଗ୍ରେଭିଟା ପୁରା ଏମିତି ହେଇଛି, ପୁରା ହାତକୁ ଏତେ ଅଏଲି ଅଏଲି ଲାଗୁଛି ଯେମିତି ଦହି ପରିକା ଲାଗୁଛି। ଦେଖିଆ ଟେଷ୍ଟ କରିବା କେମିତି ଲାଗୁଛି। ଆଗ ଟେଷ୍ଟ କଲା ପରେ ମୁଁ ଜଣେଇବି କେମିତି ହେଇଛି। ଗରମ ଅଛି, ବହୁତ ବଢିଆ ଲାଗୁଛି। ଦେଖିବା ମଟନ ପିସଟା ଖାଇକି କେମିତି କଣ ହେଇଛି। କେମିତି ସିଝିଛି ଆଉ କେମିତି ଟେଷ୍ଟ ଲାଗୁଛି। ଏତେ ଗରମ ହେଇଛି ବାବରେ, ମୁଁ ଖାଇବି। ଦେଖିବା କଣ ହଉଛି। ୱାଓ।